ବସନ୍ତ ଆସେ ଯେ ଠେଲି ଧକ୍କା ଖାଇ କୁକୁଡ଼ାର ଦେହେ ଭାଙ୍ଗିଦିଏ ଯେତେ ସବୁ ମହୁର ସୁରେ ଗଢ଼େ ଅବା ଫୁଲବଣ ସଞ୍ଜେ। ନମସ୍କାର ଶ୍ରୋତା ବନ୍ଧୁ, ମୁଁ ସ୍ନେହାଞ୍ଜଳି ଆପଣମାନଙ୍କୁ ସ୍ୱାଗତ କରୁଛି ସ୍ୱର୍ଗୀୟ ସୃଜନୀ ସାହିତ୍ୟ ଅନୁଷ୍ଠାନ ଦ୍ୱାରା ପ୍ରଦତ୍ତ ଏକ ସୁନ୍ଦର ସାହିତ୍ୟ ଭିତ୍ତିକ କାର୍ଯ୍ୟକ୍ରମ ଯାହାର ନାଁ ହେଉଛି କଥାରେ କଥାରେ ସାହିତ୍ୟ। ତେବେ ଶ୍ରୋତା ବନ୍ଧୁ, ଆସନ୍ତୁ ଏ ସାହିତ୍ୟ ପ୍ରେମରେ ଭିଜିବା, ହଜିବା ଏବଂ ଖୋଜିବା ଆମ ଅତୀତ ଦିନର ସେ ପୁରୁଣା ସ୍ମୃତିକୁ। ମୁଁ ତୁମର ଶୁଣେ ଆଜି ଝଡ଼ ପରି ଭୀଷଣ ବକ୍ତୃତା। ମୁଁ ଦେଖେ ତୁମର ଦେହ ହଠାତ୍ ଯାଏ କାଦୁଅ ପାଲଟେ। ଛିଣ୍ଡା ଚିଠି କାଗଜରେ ତୁମର ଯା ଅବଶିଷ୍ଟ ରହେ ପବନ ସେତକ ନିଏ ସଡ଼କରୁ ସାଉଁଟି ସାଉଁଟି। ତେବେ ଶ୍ରୋତା ବନ୍ଧୁ, ଏହି ପରିପ୍ରେକ୍ଷୀରେ ଆମେ ଭେଟିବା ଆଜି ଜଣେ ଅତିଥିଙ୍କୁ, ଯାହାଙ୍କ ନାମ ହେଉଛି ଶ୍ରୀମାନ ବିଜ୍ଞାନ ମହାନ୍ତି, ଯିଏକି ଏକାଧାରାରେ ଜଣେ ସାହିତ୍ୟିକ ଏବଂ ସାମ୍ବାଦିକ। ତେବେ ଚାଲନ୍ତୁ ତାଙ୍କ ସହିତ କଥା ହେବା ଆଉ ଜାଣିବା ସାହିତ୍ୟକୁ ସେ କେତେ ଭଲ ପାଆନ୍ତି ଆଉ ସାହିତ୍ୟ ତାଙ୍କ ପାଇଁ କ'ଣ। ନମସ୍କାର ସାର୍, ପ୍ରଥମତଃ ଆପଣଙ୍କୁ ଆମ କାର୍ଯ୍ୟକ୍ରମକୁ ସ୍ୱାଗତ। କେମିତି ଅଛନ୍ତି ଆପଣ? ନମସ୍କାର, ଜୟ ଜଗନ୍ନାଥ। ବହୁତ ଭଲ ଅଛି। ଆପଣ କେମିତି ଅଛନ୍ତି? ନିଶ୍ଚିନ୍ତ ଭାବରେ ମୁଁ ବି ତ ବହୁତ ଭଲ ଅଛି। ତେବେ ସାର୍, ଆପଣଙ୍କୁ ଗୋଟେ ପ୍ରଶ୍ନ, ତ ଆପଣ ପ୍ରଥମେ ଜଣେ ସାମ୍ବାଦିକ ନା ସାହିତ୍ୟିକ? ଦେଖନ୍ତୁ ମ୍ୟାଡାମ, ସାମ୍ବାଦିକତା ହଉଛି ମୋର ବୃତ୍ତି ଆଉ ସାହିତ୍ୟ ଆଜ୍ଞା, ହଉଛି ମୋର ବ୍ରତ। ନିଶ୍ଚିତ। ଯେତେବେଳେ ଆମେ ମାତୃଗର୍ଭରୁ ଜନ୍ମ ହେଇକି ସଂସାରକୁ ଆସୁ, ଆଜ୍ଞା, ପ୍ରଥମେ ଗୋଟେ ଶିଶୁ ଯୋଉ ଶବ୍ଦ ଉଚ୍ଚାରଣ କରେ ମା, ସିଏ ହିଁ ହଉଛି ଗୋଟେ ଜଟିଳ ସାହିତ୍ୟ। ଆଜ୍ଞା, ସାହିତ୍ୟରୁ ହିଁ ଜୀବନ ଆରମ୍ଭ ହେଇଛି ଆଉ ପରେ ବୃତ୍ତି ହିସାବରେ ସାମ୍ବାଦିକତାକୁ ନେଇଛି। ନିଶ୍ଚିନ୍ତ ଭାବରେ। ତେବେ ସାର୍, ପିଲା ବେଳୁ କଣ ଆପଣଙ୍କ ସାହିତ୍ୟ ପ୍ରତି ରୁଚି ଥିଲା ନା ନାଇଁ, ସମୟ ଅନୁସାରେ ସେଟା ଆପଣଙ୍କ ମନ ଭିତରେ ଆସିଲା ସାହିତ୍ୟ ପ୍ରତି ରୁଚି? ସେଇ ସମାନ କଥା, ଯେତେବେଳେ ଜନ୍ମ ହଉଛେ ମା ଶବ୍ଦରୁ ଆରମ୍ଭ କରୁଛେ ସାହିତ୍ୟକୁ ଭଲ ପାଇବା ଦଉଛେ, ଜଟିଳ ଆଜ୍ଞା, ସାହିତ୍ୟ ଯୋଉ ଶବ୍ଦକୁ ଆଜି ପର୍ଯ୍ୟନ୍ତ ବହୁତ ସାହିତ୍ୟିକ ବ୍ୟାଖ୍ୟା କରିକି ମା କୁ ବୁଝେଇ ପାରିଲେନି। ଆଉ ଛୁଆଟି ଦିନରୁ ଯେହେତୁ ମାତୃଭାଷା ଓଡିଆ, ସାହିତ୍ୟ ପ୍ରତି ରୁଚି ଭଲ ପାଇବା ରହିବ। ପରବର୍ତ୍ତୀ ନିଶ୍ଚିନ୍ତ ସମୟରେ ଭାବରେ। ଧୀରେ ଧୀରେ ଭଲ ପାଇବାଟା ବଢିଗଲା ସାହିତ୍ୟ ପାଇଁ। ଆଜ୍ଞା, ଆଜ୍ଞା। ତେବେ ସାର୍, ଆଜିର ସମାଜରେ ଯେଉଁ ଯୁବପିଢି ମାନେ ଅଛନ୍ତି, ସେମାନଙ୍କ ଭିତରେ ସାହିତ୍ୟ ପ୍ରତି ଭଲ ପାଇବା ବଢୁଛି ନା କମୁଛି? ଦେଖନ୍ତୁ ମ୍ୟାଡାମ, ପ୍ରଥମ କଥା ହେଲା ଯେ ସାହିତ୍ୟ ସମସ୍ତଙ୍କୁ ପ୍ରାୟତଃ ଭଲ ଲାଗେ, ଆଜ୍ଞା, କିନ୍ତୁ ଯୁବବର୍ଗ ମାନେ ଅନେକ ଜାଗାରେ ବଣମଲ୍ଲି ବଣରେ ଝଡିଯାଏ। ନିଶ୍ଚିନ୍ତ ସେଇପରି ଭାବରେ ନିଶ୍ଚିନ୍ତ। ବର୍ତ୍ତମାନ ସେ କ୍ଷେତ୍ରରେ କଣ ହଉଛି ନା, ଯାହା ପାଖରେ ସାହିତ୍ୟର ପ୍ରତିଭା ଅଛି, ଯାହା ପାଖରେ କଳା ରହିଛି, ଯିଏ ଜଣେ ଭଲ ସାହିତ୍ୟିକ, ସେ ଲୋକଲୋଚନକୁ ଆସିପାରୁନି। ଯୋଉ ଯୁବବର୍ଗ କଥା କହୁଛେ ଆମେ, ଯୁବବର୍ଗ ମାନେ ସାମ୍ନାକୁ ଆସୁନାହାନ୍ତି ବା ତାଙ୍କ ପାଖରେ ସେଇ ପହଞ୍ଚି ପାରୁନି, ସେ ମଞ୍ଚ ପହଞ୍ଚି ପାରୁନି ବା ସେଇ ପ୍ରୋତ୍ସାହନ ପହଞ୍ଚି ପାରୁନି। ଏଠି ଆଜ୍ଞା, ହଉଛି କଣ, ଯାହା ପାଖରେ ପଇସା ଅଛି, ତା ପାଖରେ କଳା ବିଦ୍ୟା ନାହିଁ, ସାହିତ୍ୟ ନାହିଁ। ଯାହା ପାଖରେ ସାହିତ୍ୟ ବିଦ୍ୟା କଳା ଅଛି, ତା ପାଖରେ ମଞ୍ଚ ନାହିଁ। ଆପଣ ନିଶ୍ଚିନ୍ତ। ଦେଖିବେ ରୁରାଲ ଲେବୁଲରେ, ରୁଟ ଲେବୁଲରେ ଦେଖିବେ, ଯୋଉଠି ଗାଁରେ ଅନେକ ସାହିତ୍ୟିକ ସାରସ୍ୱତ ସାଧକ ମାନେ ଅଛନ୍ତି, ବହୁତ ସୁନ୍ଦର ସୁନ୍ଦର କାଳଜୟୀ ରଚନା ସେମାନେ କରିଛନ୍ତି, ଯୋଉ କବିତା କି ଆଜି ପର୍ଯ୍ୟନ୍ତ ପାଣ୍ଡୁଲିପି ହିଁ ରହିଛି, କୌଣସି ପ୍ରକାର ବହିରେ ବାହାରି ପାରି ନାହିଁ। କିନ୍ତୁ ଅନେକ କ୍ଷେତ୍ରରେ କଣ ହୁଏ, ଯାହା ପାଖରେ ଟିକେ ଭଲ ପଇସା ଅଛି, ସେମାନେ ଯାହା ବି ଯାହା ଲେଖନ୍ତୁ, ସିଏ ପ୍ରତି ମାସରେ 2 ମାସରେ ଗୋଟେ ଗୋଟେ ବହି ବାହାର କରୁଛନ୍ତି। ନିଶ୍ଚିନ୍ତ ନିଶ୍ଚିନ୍ତ ସାର୍। ଅର୍ଥାତ୍ ସେଇଠି ହଉଛି, ଯଦି ଯୁବବର୍ଗ ମାନେ ଟିକେ ପ୍ରୋତ୍ସାହନ ପାଆନ୍ତେ, ଟିକେ ମଞ୍ଚଟେ ପାଆନ୍ତେ, ଗୋଟେ କବିତା ଆସର ହୁଅନ୍ତା, ତେବେ ନିହାତି ଭାବରେ ଯୁବମାନଙ୍କ ପାଖରେ ଯୋଉ ଇଣ୍ଟରେଷ୍ଟ ଅଛି, ଯୋଉ ଆଗ୍ରହ ଅଛି, ଉତ୍ସାହ ଅଛି, ସେ ଦ୍ୱିଗୁଣିତ ହେଇପାରନ୍ତା। ନିଶ୍ଚିନ୍ତ ସାର୍, ବହୁତ ଭଲ କଥା ବି ଆଗ୍ରହ ବଢୁଛି, କହିଛନ୍ତି। କାରଣ ଆମମାନେ ବି ଯୁବକ ହିସାବରେ ଯେହେତୁ ଅଛେ, ଆଜ୍ଞା, ଆମମାନେ ଯଦି ସାହିତ୍ୟକୁ ଭଲ ପାଉଛେ, ତେବେ ଆଉ 10 ଜଣ ଯୁବକ କାହିଁ ଭଲ ପାଉନଥିବେ। ନିହାତି ନିହାତି। ତ ସାର୍ ଦେଖନ୍ତୁ, ତ ଆଜିକା ସମୟ ଭିତରେ ଆପଣ ଯେତେ ସବୁ ଉପନ୍ୟାସ ପଢିଛନ୍ତି, କବିତା ଗଳ୍ପ ପଢିଛନ୍ତି, ସେଥିମଧ୍ୟରୁ କେଉଁ ଲେଖକ ବା ଲେଖିକାଙ୍କର ଲେଖା ଆପଣଙ୍କ ମନକୁ ଖୁବ ଛୁଇଁଛି? ଦେଖନ୍ତୁ, ସାହିତ୍ୟ ଏମିତି ଗୋଟେ, ମାନେ ମୋ ଭାଷାରେ ଗୋଟେ ମିକ୍ସ ଭେଜ ବା ଗୋଟେ ଘାଣ୍ଟ ତରକାରୀ। ନିଶ୍ଚିନ୍ତ। ଆପଣ ସାହିତ୍ୟରେ ଯେତେ ଅଗାଢ ସମୁଦ୍ର, ଯେତେ ପଶିବେ, ଯେତେ ମଜିବେ, ସେତେ ମଜା ଲାଗେ। ଆଜ୍ଞା, ଆଉ ମୁଁ ଯୋଉ ସାହିତ୍ୟ ହିଁ ଭଲ ଲାଗେ ବୋଲି ତ ସାହିତ୍ୟକୁ ମୁଁ ରୁଚି କଲି। ଆଉ ଏମିତି କିଛି ନଥାଏ, କିନ୍ତୁ ତା ଭିତରୁ ଅନେକ କିଛି ଜିନିଷ ଥାଏ ଯାହାକି ହୃଦୟକୁ ଭାରି ଛୁଇଁଥାଏ। ଏମିତି ବର୍ତ୍ତମାନ ତ ଯେହେତୁ ବୃତ୍ତିବ୍ରତ, ଦିଟା ଯାକ ଏକା ଲାଇନ ହେଲେ ବି ଗୋଟେ ମୁଦ୍ରାର ଦୁଇ ପାର୍ଶ୍ୱ ଭଳି। ନିଶ୍ଚିନ୍ତ ତଥାପି ନିଶ୍ଚିନ୍ତ। ଅନେକ ଗୁଡିଏ, ଯେମିତି ଥିଲା, ମୋର ମନେ ଅଛି ଗୋଟେ ଅଖିଳ ମୋହନ ପଟ୍ଟନାୟକଙ୍କର ଡିମିରି ଫୁଲ ମତେ ଭାରି ଭଲ ଲାଗେ। ନିଶ୍ଚିନ୍ତ ସାର୍। ଆଉ ଫକୀର ମୋହନ ସେନାପତିଙ୍କର ବି ବହୁତ ଭଲ ଲାଗେ। ଆଙ୍କର ପାଣିଗ୍ରାହୀ ଭଗବତ ଚରଣ ପାଣିଗ୍ରାହୀ ଥିଲା, ଶିକାର ଗୋଟେ ନିଶ୍ଚିନ୍ତ ନିଶ୍ଚିନ୍ତ ସାର୍। ପଢିଥିଲି। ବାସି ମଢା ସୁରେନ୍ଦ୍ର ମହାନ୍ତିଙ୍କର, ଆଜ୍ଞା, କିଶୋର ଚନ୍ଦ୍ର ଦାସଙ୍କର ଭଙ୍ଗା ଖେଳନା,
ଆଜ୍ଞା ଏମିତି ଅନେକ ଭଲ ଲାଗେ, ବହୁତ ସୁନ୍ଦର ଲାଗେ। ଖାସ କରି ଯେହେତୁ ଗୋଲକ ବିହାରୀ ଧଳଙ୍କର ମାଟି, ଢେଙ୍କାନାଳ ମାଟି, ଆଉ ଆଜ୍ଞା ସମର ତରଙ୍ଗ ବ୍ରଜନାଥ ବଡଜେନାଙ୍କର ଚିନ୍ତା କର, ତାଙ୍କର ବି କିଛି କିଛି ମାଗୁଣୀର ଶଗଡ ଗୋଟେ ଥିଲା ଗୋଦାବରୀ ମହାପାତ୍ରଙ୍କର, ଭାରି ନିଶ୍ଚିତ ହାର୍ଟ ଟଚିଂ ଥାଏ, ଭାରି ବଢିଆ ଲାଗେ। ନିଶ୍ଚିନ୍ତ। ସାର୍ ଏଠି ଯେତେବେଳେ ଆପଣ କହିଲେ ଯେ ଆମର ଭଗବଚରଣ ପାଣିଗ୍ରାହୀଙ୍କ ଶିକାର ଗଳ୍ପ, ସେଥିରେ ଯୋଉ ଘିନୁଆ ଚରିତ୍ରଟି ଭାରି ବହୁତ ଭାରି ମାନେ ଉଚ୍ଚ ବହୁତ କୋଟିର। ସୁନ୍ଦର ଚରିତ୍ରଟି, ମୁଁ ଜାଣିବା ଭିତରେ ମୁଁ ଯେତିକି ସେ ଚରିତ୍ରକୁ ବ୍ୟାଖ୍ୟା କରିଛି ବା ସେ ଶିକାର ଗଳ୍ପଟି ମୁଁ ଯେତେବେଳେ ପଢିଛି, ବହୁତ ମାନେ ସୁନ୍ଦର ଚରିତ୍ରଟି। ଯେତେବେଳେ ସେଇ ଘିନୁଆ ଚରିତ୍ର ଆସିଥିଲା ତ ତାକୁ ଆମର ନେଇ ଶିକାର ଗଳ୍ପକୁ ନେଇକି ଆମର ମୃଣାଳ ଚାଟାର୍ଜୀ ଗୋଟେ ଫିଲ୍ମ ତିଆରି କରିଥିଲେ ଯାହା ନାଁ ଥିଲା ମୃଗୟା। ଆଉ ସେଥିରେ ମୃଗୟା। ବି ଆମର ଯୋଉ ଆମର ମିଥୁନ ଚକ୍ରବର୍ତ୍ତୀ ଅଛନ୍ତି, ସେଥିରେ ସେଇ ଘିନୁଆ ଚରିତ୍ର ହିଁ ସେ ପ୍ଲେ କରିଥିଲେ ସେତେବେଳେ। ନିହାତି ନିହାତି ବହୁତ ଭଲ। ମୃଣାଳି ଚାଟାର୍ଜୀ ସାର୍ ହଉଛନ୍ତି ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ ଅଫ ମାସ୍ କମ୍ୟୁନିକେସନ IIMC ର ଡାଇରେକ୍ଟର, ଯାହାଙ୍କ ଆଜ୍ଞା ସହିତ ଆଜ୍ଞା ମୁଁ ବ୍ୟକ୍ତିଗତ ଭାବରେ ମିଶିବାର ସୁଯୋଗ ପାଇଛି, ଯେହେତୁ ମୁଁ ଢେଙ୍କାନାଳ ମାଟିରେ ରୁହେ, ଜନ୍ମ ମୋର ଢେଙ୍କାନାଳ ମାଟିରେ। ଆଉ ସାର୍ଙ୍କ ସହିତ ବ୍ୟକ୍ତିଗତ ଭାବରେ ମିଶିଲେ ଏଇ ଟପିକ ବିଷୟରେ ହିଁ ଆଲୋଚନା ହୁଏ। ସାର୍ ବହୁତ ବଢିଆ ଲୋକ ସାର୍। ନିହାତି ଯେତେବେଳେ ମୁଁ ସେଇ ମାନେ ଯେତେବେଳେ ଜାଣିଲି ସେ ବିଷୟରେ, ସତରେ ଘିନୁଆ ଚରିତ୍ରଟି ବହୁତ ସୁନ୍ଦର ବହୁତ ବହୁତ ଚରିତ୍ରଟି। ବହୁତ ସୁନ୍ଦର ଚରିତ୍ର। ତ ସେ ଜାଣିନି କିଛି, ସେ ଦେଖୁଛି ସେଠି ବକ୍ସିସ୍ ପାଇବା ପାଇଁ, ସେ କହୁଛି ସମସ୍ତେ ତ ବକ୍ସିସ୍ ପାଉଛନ୍ତି, ଆଉ ଯେତେବେଳେ ତା ସ୍ତ୍ରୀ ଉପରକୁ ଅତ୍ୟାଚାର ହେଇଛି, ସେ ସେଇ ଜମିଦାର ମୁଣ୍ଡ କାଟ କରିକି ନେଇକି ଯାଇଛି ଯେ ମତେ ଆଜି ଅଧିକ ବକ୍ସିସ୍ ଦରକାର। ନିହାତି ନିହାତି ବହୁତ ବହୁତ ସୁନ୍ଦର ଚରିତ୍ର। ଆଉ ସେ ଚରିତ୍ରକୁ ଯୋଉ ନାଟ୍ୟ ରୂପାନ୍ତର ଆପଣ କହୁଛନ୍ତି ଯାହା କରିଥିଲେ ମୃଣାଳି ସାର୍, ଆଉ ସିଏ ବି ପ୍ରାୟ ଉଚିତ ଜଷ୍ଟିଫାଏ କରିଛନ୍ତି ସେଇ ନିହାତି ନିହାତି ସାର୍, ସତରେ ସାର୍। ଯଦି ଏଇ ଜିନିଷ କିନ୍ତୁ କିଛିଟା ଆଜିର ସମୟ ଭିତରେ ଯୁବପିଢିଙ୍କ ଭିତରେ କିଛିଟା ଲୋପ ପାଇଯାଉଛି, କିନ୍ତୁ ସମୟ ଅନୁସାରେ ଯେତେବେଳେ ଆମର ଚିନ୍ତାଧାରା ଯୋଉ ଭଳି ହଉଛି, ଯାହା ବି ହଉ ସମୟ ଅନୁସାରେ ନିଶ୍ଚିତ ଭାବରେ ଏଇଟା ଭଲ ହେଇପାରିବ ଆଗକୁ ବୋଲି ଆମ ସମସ୍ତଙ୍କର ଆଶା ରହିଛି ନିଶ୍ଚିନ୍ତ। ନିହାତି ନିହାତି। ତେବେ ସାର୍ ସାହିତ୍ୟ ଭିତରେ କେବେ ଜୀବନ ସଂଜ୍ଞା ଖୋଜିଛନ୍ତି? ଖୋଜିବା ଆରମ୍ଭ କରିଛି, ଶେଷ ହେଇନି। ତ ନିଶ୍ଚିତ ଭାବରେ ଆମେ ବି ଚାହିଁବୁ ଆପଣ ସେମିତି ଖୋଜି ଚାଲନ୍ତୁ। ତ ସାର୍ ଜଣଙ୍କୁ ଭଲ ସାହିତ୍ୟିକ ହେବା ପାଇଁ ସେ କଣ କରିବା ଦରକାର ବା ତାଙ୍କୁ କଣ କରିବା ଦରକାର ସବୁ? ପ୍ରଥମେ ତ ମୁଁ ଯେତିକି ସାହିତ୍ୟକୁ ବୁଝିଛି, ନିଜର ଶାଳୀନତା, ଆଚରଣ, ଉଚ୍ଚାରଣ, ୟା ଭିତରେ ସାହିତ୍ୟକୁ ଦେଖନ୍ତୁ। ଆଜ୍ଞା ନିଜର ଚାଲି ଚଳନ, ଆଚାର, ବ୍ୟବହାର, ତା ଭିତରେ ସାହିତ୍ୟକୁ ଦେଖନ୍ତୁ। ଆପଣ ସାହିତ୍ୟକୁ ଭଲ ପାଆନ୍ତୁ, ସାହିତ୍ୟ ଆପଣଙ୍କୁ ଭଲ ପାଇବ। ଆଚ୍ଛା, ଯାହା ହଉ ଖୁବ ସୁନ୍ଦର କଥା ବି ସାର୍ ଆପଣ କହିଲେ। ତେବେ ସାର୍ ସାହିତ୍ୟ ପାଇଁ କେବେ ଘର ଲୋକଙ୍କ ପାଖରୁ ଗାଳି ଶୁଣିଛନ୍ତି? ମାନେ ଏମିତି କେବେ ସମୟ ଆସିଛି, ନାଇଁ କବିତା ଲେଖିବାକୁ ଆପଣଙ୍କର ଇଚ୍ଛା ହେଇଛି ବା ଗଳ୍ପ ପଢିବାକୁ ଇଚ୍ଛା ହେଇଛି, ତ ନାଇଁ ଘର ଲୋକ ଅଛନ୍ତି, ନାଇଁ ମୁଁ ଏବେ କିଛି କରିବିନି, ଘର ଲୋକ ଶୋଇଯାଆନ୍ତୁ, ମୁଁ ନୀରବରେ ବସିକି କରିବି, ଆଉ ସେଇ ସମୟରେ ସେ ଘର ଲୋକ ଶୋଇଗଲା ପରେ ତ ଲେଖା ହଉ ବା ପଢା ହଉଥିବ, ତ ହଠାତ୍ ଘର ଲୋକ ଉଠି ପଡିଲେ ବହିକୁ ଚୁପଚାପ କି ଲୁଚା ଲୁଚିକି ଥୋଇ ଦେଇକି ଯେମିତି ଶୋଇ ପଡିବା, ସେମିତି କିଛି ସମୟ ଆସିଛି କେବେ ଜୀବନରେ? ଯଦି ବା ଏକ୍ଜାକ୍ଟ ସେମିତି ହୁଏନି, କାରଣ ବହି ପଢିବା ଯେ ଗୋଟେ ଅପରାଧିକ ମାମଲା ନୁହେଁ ଯେ ଘରେ ବିରକ୍ତ ହେବେ, କିନ୍ତୁ ଗୋଟେ ଆଚ୍ଛା ସମୟ ଥିଲା +2 ଏକ୍ଜାମ ପୂର୍ବରୁ ମୁଁ ପାଠ ପଢା ବହି କମ ପଢେ ଆଉ ସାହିତ୍ୟ ବହିଟା ଅଧିକ ପଢେ। ଯାହା ହଉ। ଯଦି ଯଦି ଗୋଟେ ଭଲ କବିତା ବହି ଫହି କଣ ମିଳିଗଲା କି କାହା ଲେଖାରେ ଗୋଟେ ବହି ମିଳିଗଲା, ମୁଁ ମୋ ପାଠକୁ ଛାଡିକି ସେଇଟା ପଢେ। ସେଥିପାଇଁ ଘରେ ଟିକେ ବିରକ୍ତ ହୁଅନ୍ତି, ତୋର ପାଠ ଯୋଉଟା ଅଛି, ଯୋଉ ବହିର ଅଛି ତାକୁ ପଢ। ଆଉ କବିତା ଲେଖିବା କଥା ବିରକ୍ତ ଏଇଥିପାଇଁ କୁହନ୍ତି ଯେ ମୁଁ ମୋ ରୁମ ର ଲାଇଟ ଟାକୁ ଅନ୍ କରିକି କବିତା ଲେଖେ। ଆଉ ଆଚ୍ଛା ଯଦି ମୋ ସାଇଡ ରୁମ ରେ ବାବା ମାମା ହୁଅନ୍ତୁ ବା ଆଉ ଯିଏ ହୁଅନ୍ତୁ, ସେମାନେ ଡିଷ୍ଟର୍ବ ହୁଅନ୍ତି ଲାଇଟ ଟା ଜଳିଲେ ରାତିରେ, ଆଉ ତ ଆଚ୍ଛା ସେଥିପାଇଁ ଗାଳି ହୁଏ ଯେ ତୁ ଦିନରେ ଲେଖେ, ରାତିଟା ଶୋଇବା ପାଇଁ ହେଇଛି, ତୁ ନ ଶୋଇ। କାରଣ ସିଏ ବୁଝନ୍ତିନି ଯେ ଗୋଟେ କବିତାର ମନଟା ସଦାବେଳେ ଗୋଟେ ନିକାଞ୍ଚନ ଜାଗା ଦରକାର, ନିହାତି ଗୋଟେ ନିହାତି ସାର୍ ସାଇଲେଣ୍ଟ ପ୍ଲେସ ଦରକାର, ସେମିତି ଗୋଟେ ନିହାତି ଜାଗା ଦରକାର ଯୋଉଟା କି ଆମେ ବ୍ୟସ୍ତବହୁଳତା ଭିତରେ ଖାସ କରି ଆମକୁ ରାତି ସମୟଟା ହିଁ ସବୁଠୁ ଭଲ ନିହାତି ମିଳେ। ନିହାତି ଆଉ ତେଣୁକରି ଯେତେବେଳେ 10ଟା 11ଟା ପରେ ସବୁ କାମ ସରିଲା ପରେ କବିତା ଲେଖା ଆରମ୍ଭ ହୁଏ, ସେତେବେଳେ ଲାଇଟ ଟା ଅନ୍ କରିବାକୁ ପଡେ। ଅନ୍ କଲେ ହିଁ ବିରକ୍ତ ହୁଅନ୍ତିନି ଯଦିବା ଏଇ କଥା କୁହନ୍ତି ଯେ ଦିନ ବେଳେ କାମ କର, ରାତିରେ ଶୋଇବା ପାଇଁ ହେଇଛି ଶୁଅ। ହଁ ମୁଁ ନିଶ୍ଚିନ୍ତ। ଆଉ ଏବେ ତ ଡିଜିଟାଲ ହେଇଗଲାଣି, ମୋବାଇଲ ହେଇଗଲାଣି, ତେଣୁକରି ଏବେ ଲାଇଟ୍ ଅଫ୍ କରିକି ବି କବିତା ଲେଖି ହେଇଯାଉଛି। ନିଶ୍ଚିନ୍ତ ନିଶ୍ଚିନ୍ତ ସାର୍, କାହିଁକି ନା କବିତା ଲେଖିବା ପାଇଁ ସବୁଠୁ ଭଲ ସମୟ ହଉଛି ରାତି ଯେତେ ଗାଢ ହବ, ଯେତେ ସୁନସାନ ହବ, କବିତା ଟା ସେତେ ସେତେ ମନକୁ ସେତେ ଆସିବ। ସେତେ ସେତେ ମନକୁ ଆସିବ, ବାସ୍, ଭାବନା ହେତେ ବଢିବ। ଆଉ ଶବ୍ଦ ମାନଙ୍କ ସହିତ ଆଟ୍ରାକ୍ସନ ଟା ସେତିକି ବଢିବ, ନିହାତି ନିହାତି ଲେଖିବା ପାଇଁ ଆହୁରି ଖୋରାକ ମିଳିଯିବ। ଭାବନା ଟାକୁ ପରିପ୍ରକାଶ କରିବାକୁ ଶବ୍ଦ ମାନେ ଆସିକି ପାଖରେ ପହଞ୍ଚିଯିବେ, ନିହାତି ନିହାତି ଗୋଟେ ସାର୍ ଗୋଟେ ନିରୋଳା ପ୍ରେମିକା ସାଜି। ନିହାତି ନିହାତି ସାର୍। ତ ସାର୍ ପ୍ରେମିକା କଥା ଯେତେବେଳେ ଏଠି କହିଲେଣି, ତ ଏଇନା ଜଣେ ସାହିତ୍ୟିକ ହିଁ ପ୍ରେମର ସଂଜ୍ଞା କଣ ସେ କହିପାରିବେ। ତେବେ ଏ ପରିପ୍ରେକ୍ଷୀରେ ଆପଣଙ୍କୁ ଗୋଟେ ପ୍ରଶ୍ନ ରହିଛି ଯେ ବିଜ୍ଞାନ ମହାନ୍ତି କେବେ ପ୍ରେମ କରିଛନ୍ତି, ନା ପ୍ରେମରେ ପଡିଛନ୍ତି, ନା ପ୍ରେମକୁ ଖୋଜୁଛନ୍ତି? ଦେଖନ୍ତୁ ଯୋଡିଏ କଥା,
ଆପଣଙ୍କ କଥାରେ ପ୍ରଥମ କଥା ହେଲା ପ୍ରେମ ତ ମୁଁ ଜନ୍ମରୁ କରିଛି। ଆଚ୍ଛା ମୁଁ ମୋର ଗୋଟେ ସବୁଠୁ ଖରାପ ଗୁଣ ହେଲା ଯେ ମୁଁ ସମସ୍ତଙ୍କୁ ଭଲ ପାଇଯାଏ। ଆଚ୍ଛା ପ୍ରେମ ମାନେ ଆପଣ କଣ ବୁଝନ୍ତି ମୁଁ ଜାଣିନି, ମୋ ଭାଷାରେ ପ୍ରେମ ଅର୍ଥ ହଉଛି ଭଲ ପାଇବା। ଯାହାକୁ ଡିପଲି ଭଲ ପାଇବା ମାନେ ହୃଦୟରୁ ଭଲ ପାଏ। ମୁଁ କାହାକୁ ଘୃଣା କରି ଭଲ ପାଏନି, ମତେ ଯିଏ ଘୃଣା କରେ ମୁଁ ତାକୁ ବେଶୀ ଭଲ ପାଏ। ମତେ ଯିଏ ଶତ୍ରୁ ଭାବେ ମୁଁ ତା ସହିତ ବେଶୀ ମିତ୍ରତା କରେ, ଆଜ୍ଞା କାରଣ ମୁଁ ଜାଣି ଜୀବନରେ କେବେ ଶତ୍ରୁ କରିବାକୁ ଭଲ ପାଏନି। ଆଉ ଦ୍ୱିତୀୟ କଥା ହେଲା ଭଲ ପାଇବାଟା ଛୁଆ ଦିନୁ ବାପା ମାଙ୍କଠୁ ଆରମ୍ଭ କରି ସମସ୍ତଙ୍କୁ ଭଲ ପାଇଛି। ଆଉ ଗୋଟେ ଭଲ ପାଇବା କଥା ହେଲା ଯେ ବାସ୍ତବିକ ସାହିତ୍ୟ ମାନେ ସମସ୍ତେ କୁହନ୍ତି ଯୋଉମାନେ ସାହିତ୍ୟିକ ଯୋଉମାନେ ସାହିତ୍ୟକୁ ଭଲ ପାଆନ୍ତି ସେମାନେ ବେଶୀ ମାନେ ବେଶୀ ବହୁତ ଶୀଘ୍ର ପ୍ରେମଟାକୁ ବୁଝନ୍ତି ଆଉ ଝିଅକୁ ପଟେଇ ଦିଅନ୍ତି। ତ ସେ ଆଚ୍ଛା ଝିଅ ପଟାଟା ମୋର ଆଜି ପର୍ଯ୍ୟନ୍ତ ହେଲାନି, ମାନେ ମୁଁ ଭାବେ ଯେ ଛୁଆ ଦିନ ଜଲଦିରା ଚାଟୁ ଚାଟୁ ସେ ଲଭ ରେଖାଟା ମୋ ହାତରୁ ଚାଟିକି ଖାଇ ଦେଇଛି। ଆଚ୍ଛା ଆଚ୍ଛା ନାଇଁ ଆଉ ସେମିତି ଯଦି ତ ଦେଖନ୍ତୁ ଯଦି ଆପଣ ଦେଖନ୍ତୁ ଯଦି ଆପଣ ବାଙ୍କା ଦାସ ଜଣେ ଥିଲେ ଚୌପଦୀ ବିଶାରଦ ବୋଲି ତାଙ୍କୁ କୁହାଯାଏ, ବାଙ୍କ ଦାସ। ଆଜ୍ଞା ତାଙ୍କ ଚୌପଦୀ ହିସାବରେ ଯଦି ଆପଣ ଗୋଟେ ଝିଅକୁ ଯାଇକି ପ୍ରେମ ନିବେଦନ କରନ୍ତି, ସେ ଝିଅ ଯଦି ସାହିତ୍ୟ ବୁଝୁଥିବ ତ ଆପଣଙ୍କ ସହିତ କଥା ହବ। ଆଉ ଯଦି ଆଜିକା ଜେନେରେସନ ଝିଅ ଆଗରେ ଯାଇକି ଆପଣ ସେ ଚୌପଦୀକୁ କହିଲେ ସେ ତାର ହିଲ ଖୋଲିବ 8 ନମ୍ବର ହିଲରେ ଗାଲ ପଟେଇଦବ ମାରିକି। ଆଚ୍ଛା ତେବେ କିନ୍ତୁ ସାର୍ ଗୋଟେ ଜିନିଷ ହଉଛି ମାନେ ଆ, ଜଣେ କବି ହୁଅନ୍ତୁ ବା ଲେଖକ ହୁଅନ୍ତୁ ବା ସାହିତ୍ୟିକ ଯାହା ବି ହୁଅନ୍ତୁ, ତ ସେଇଟା ହେବା ପାଇଁ ମୁଁ ଯେତିକି ଜାଣିଛି ତାଙ୍କୁ ପ୍ରେମ କରିବା ଦରକାର, ପ୍ରେମ କରି ଧୋକା ବି ଖାଇବା ଦରକାର, ନା କିନ୍ତୁ ପ୍ରେମ ହୁଏ ଏକ ପାଖିଆ ପ୍ରେମ ହୁଏ। ଆଚ୍ଛା କାରଣ କିନ୍ତୁ ସାର୍ ଏଇ ଗୋଟେ ଏକ ପାଖିଆ ସାହିତ୍ୟିକର ମନ ପ୍ରେମଟି ଭାରି କଷ୍ଟ ଦିଏ କିନ୍ତୁ ବହୁତ କଷ୍ଟ ଦିଏ। ମାନେ ସାହିତ୍ୟିକ ହିସାବରେ ମୁଁ କହିବି ଯେ ପ୍ରେମ ତ ହୁଏ, ପ୍ରଥମେ କାଗଜ ସହିତ ହୁଏ, କଲମ ସହିତ ହୁଏ, ଆପଣ ମୋବାଇଲ ଲେଖୁଛନ୍ତି ମୋବାଇଲ ସହିତ ହୁଏ, କାରଣ ତାଙ୍କ ସହିତ ପ୍ରେମ ନହେଲେ ତମେ କିଛି କରିପାରିବନି, ଆଗକୁ ଯାଇପାରିବନି। ଆଚ୍ଛା ଆଉ ବାକି ଯୋଉ ପ୍ରେମ ଯୋଉଟା ଲେଖିବା ପାଇଁ ଗୋଟେ ଖୋରାକ ଯୋଗେଇଥାଏ ପ୍ରେମ, ସେ ପ୍ରେମ ପାଇଁ ହେଲେ ୱାନ୍ ସାଇଡେଡ ଲଭ, ମାନେ ଆମେ ଯୋଉ ଏକ ପାଖିଆ ପ୍ରେମ ନିହାତି ଦରକାର, ଧୋକା ଦରକାର। ମାନେ ଆମେ ଯୋଉ ନବରସ କହୁଛେ ନା, ବିରହ, ରୌଦ୍ର, ଆଜ୍ଞା ହାସ୍ୟ, କାରୁଣ୍ୟ ଏଇ ସବୁ ରହିବା ଦରକାର। ଏସବୁ ନ ଆଚ୍ଛା ରହିଲେ ଆମେ ତାକୁ ଠିକ ରୂପ ଦେଇପାରିବାନି ବା ଠିକ ଅଳଙ୍କାର ଟା ଆମେ ଲଗେଇ ପାରିବାନି। ତ ଆଚ୍ଛା ୱାନ୍ ସାଇଡେଡ ଲଭ ନିହାତି ରହେ, ସମସ୍ତଙ୍କ ପାଖରେ ରହିଛି ରହିବ। ଖାସ କରି ସାହିତ୍ୟ ମାନଙ୍କ ପାଖରେ ବୋଥ ସାଇଡ ଲଭ ଟା ଖୁବ କମ ଦେଖାଯାଏ। କାରଣ ଆଚ୍ଛା ଯଦି ଗୋଟେ ସାହିତ୍ୟିକାଟେ ସାମ୍ନାରେ ପଇଲା ଦେନ୍ ତମର ଲାଇଫ ଷ୍ଟାଇଲ ଆଗକୁ ବଢିବ। ଆଉ ଯଦି ଆପଣ ଭୁଲରେ ଇଂଲିଶ ମିଡିୟମ ଛୁଆଙ୍କ ପାଖରେ ଓଡିଆ ସାହିତ୍ୟ କହିବା ଆରମ୍ଭ କଲେ ପୁରା ଖେଚୁଡି ବନେଇକି ଥୋଇଦେବେ। ଆଚ୍ଛା ତେବେ ଆମେ ନିଶ୍ଚିତ ଭଗବାନଙ୍କୁ ଡାକିବୁ ଯେ ଖୁବ ଶୀଘ୍ର ଆପଣଙ୍କ ପାଇଁ ନିହାତି ପ୍ରେମିକା ଜଣେ ଆସନ୍ତୁ ଆଉ ଆପଣଙ୍କୁ ସିଏ ଯୋଉଦିନ ଆସିବେ ମୋ ତରଫରୁ ଆଉ ଖାସ କରି ସ୍ୱର୍ଗୀୟ ସୁଜନୀ ପରିବାର ତରଫରୁ ଗୋଟେ ଅରୁଆ ଭାତ ଡାଲମା ଭୋଜି ହବ। ଆଚ୍ଛା ତାହେଲେ ନିଶ୍ଚିତ ଭାବରେ ବହୁତ ଭଲ କଥା, ଆମେ ବି ଅପେକ୍ଷା କରିଛୁ ସେ ଦିନକୁ। ତେବେ ତ ସାର୍ ବିପ୍ଳବୀ କବି ରବି ସିଂଙ୍କ କବିତା ପଢିଲେ କେବେ ମନ ଭିତରେ କିଛି ଆନ୍ଦୋଳନ କରିବା ପାଇଁ ମାନେ ସେମିତି କିଛି ଆସେ ମନ ଭିତରେ ଯେ ସ୍ୱର ଉଠେଇବା ପାଇଁ, ଅନ୍ୟାୟ ଅନୀତି ବିରୁଦ୍ଧରେ କେବେ ସ୍ୱର ଉଠେଇବା ପାଇଁ ସେମିତି କିଛି ସମୟ ପରିସ୍ଥିତି ଆସିଛି କେବେ? ଦେଖନ୍ତୁ ଆଜ୍ଞା, ରବି ସିଂ ହଉଛନ୍ତି ମାନେ ଭାବିବାର ନାହିଁ ତାଙ୍କର ତୁଳନା ଲେଖାରେ ଯେ ସେ ଜଣେ ବିପ୍ଳବୀ। ଆଜ୍ଞା ରବି ସିଂଙ୍କର ଲେଖା ଯେତେବେଳେ ଜଣେ ବାସ୍ତବିକ ହୃଦୟରେ ବୁଝିବ, ତା ଭିତରେ ଗୋଟେ ସତସିଂହର ବଳ ଆସିବ, ଗୋଟେ ବିପ୍ଳବ କରିବାର ବଳ ଆସିବ, ଗୋଟେ ଯୋଦ୍ଧା ହିସାବରେ ବଳ ଆସିବ, ଅନ୍ୟାୟ ବିରୋଧରେ ଲଢିବାର ସତ୍ସାହସ ଆସିବ। ନିଶ୍ଚିନ୍ତ ଏଥିରେ ସନ୍ଦେହ ନାହିଁ। କାହିଁକି ବାକି ରହିଲା ନା ବାକି ରବି ରହିଲା ସିଂଙ୍କର ଯେତେ ବି ସାର୍ କବିତା ଅଛି ସବୁ କବିତା ରବି ନିହାତି ସିଂଙ୍କର ନିହାତି ବହୁତ ବିପ୍ଳବୀ କବିତା। ସବୁ ଭଲ ଲାଗେ। ଖାସ କରି ମତେ ତାଙ୍କର ଗୋଟେ ପଂକ୍ତି ବହୁତ ଭଲ ଲାଗେ, ଯୋଉଟା ମୁଁ ଆଜି ପର୍ଯ୍ୟନ୍ତ ବି ଯେତେବେଳେ ଦେଖେ, ଯେହେତୁ ବୃତ୍ତିଟା ଆମର ସାମ୍ବାଦିକତା, ନିଶ୍ଚିନ୍ତ ଯେତେବେଳେ ଯୋଉଠି ଷ୍ଟ୍ରାଇକ ହୁଏ, ଯୋଉଠି ଆନ୍ଦୋଳନ ହୁଏ, ଜନ ଆନ୍ଦୋଳନ ହୁଏ, ସେଇ ଜାଗାରେ ମତେ ଯେତେବେଳେ ବି ମୁଁ ସେଇ ଜାଗାରେ କଭରେଜ ପାଇଁ ଯାଏ ମୋର ସେଇ ଲାଇନ ଟା ମନେ ପଡେ ଯେ ଏମିତି ଥିଲା ଲାଇନ ଟା, ଲିଭାଅ ଲିଭାଅ ଅନ୍ଧାର କର ଆଇନିର ରାଜଧାନୀ, ଷ୍ଟ୍ରାଇକି ଷ୍ଟ୍ରାଇକି କରଚେ ମାଇକି ଆଜିର ଏ ଉଦ୍ବୋଧନୀ, ଆଇନି ପିଠିରୁ ଚମଡା ଉତାରି କରିବାକୁ ହେବ ଯୋଦ୍ଧା, ଆଇନି ପିଠିରୁ ଚମଡା ଉତାରି କରିବାକୁ ହେବ ଯୋଦ୍ଧା, ବେଆଇନି ଭାବେ ଆଣିବାକୁ ହେବ ମଣିଷର ସ୍ଵାଧୀନତା, ମଣିଷର ସ୍ଵାଧୀନତା। ଏଇ ଲାଇନ ଟା ମତେ ନିଶ୍ଚିନ୍ତ ସାର୍ ସଦାବେଳେ ମନ ଭିତରେ ଗୋଟେ ଇଏ କରେ, ଯେତେବେଳେ ମୁଁ ଆନ୍ଦୋଳନ ଦେଖେ, ଆନ୍ଦୋଳନ ହଉଛି, ଷ୍ଟ୍ରାଇକ କରୁଛନ୍ତି ଲୋକମାନେ, ସମସ୍ତେ ବସିଛନ୍ତି ଷ୍ଟ୍ରାଇକ ରେ, ମନ ଭିତରେ ଏଇ ଲାଇନ ଟା ସଦାବେଳେ ରବି ସିଂଙ୍କର, ସେ ଭାରି ଭଲ ଲାଗେ ମତେ ଏଇ ଲାଇନ ଟା। ନିଶ୍ଚିନ୍ତ ସାର୍ ବହୁତ ଭଲ କଥା କହିଲେ। ତେଣୁ ରବି ସିଂଙ୍କର ବି ଆଉ ଗୋଟେ କବିତା ଥିଲା, ଗୋଲାପ ଗଛରେ ପିଆଜ ଫଳିଛି ଚୋପାମୟ ଜାରଜ କହୁଛି ଏ ସାରା ଦୁନିଆ ବୋପାମୟ ବୋପାମୟ। ବାସ୍ ବହୁତ ବାସ୍ ବାସ୍, ସୁନ୍ଦର ବଢିଆ ଲାଗେ ବଢିଆ। କବିତାଟି। ଯେତେବେଳେ ଆମର କୌଣସି ଡିବେଟ ପାଇଁ ଯାଇଥାଉ ବା କିଛି, ଅଧିକାଂଶ ଜାଗାରେ ମୁଁ ବି ଆଜ୍ଞା ଶୁଣିଛି ଏଇ କବିତା ଏଇ ଚାରି ଧାଡିଟେ ବହୁତ ଶୁଣିବାକୁ ମିଳେ। ବହୁତ ବହୁତ ବଢିଆ। ବହୁତ ଭଲ ତାଙ୍କର ମାନେ ନିହାତି ସେ ମାନେ କବିତା ଆମେ ଯଦି ବିପ୍ଳବ କଥା କହିବା ନା, ଯେତେବେଳେ ଗୋଟେ ସାଙ୍ଗଠନିକ ନେତୃତ୍ୱ କଥା କହିବା, ନିଶ୍ଚିନ୍ତ ସେଇ ନିଶ୍ଚିନ୍ତ ସେଇ ସାହିତ୍ୟରେ ହିଁ ଗୋଟେ ଗଣ ବିପ୍ଳବ ସୃଷ୍ଟି ହଉଥିଲା। ସେଇ ପଦେ ପଦେ ଯୋଉ ଆପଣ 4 ଲାଇନ କହିଲେ, ସେଇ 4 ଲାଇନରେ ହିଁ ଗୋଟେ ଗଣ ବିପ୍ଳବ ସୃଷ୍ଟି ହବ, ଲୋକମାନଙ୍କ ଭିତରେ ତାଙ୍କର ଅସ୍ତିତ୍ୱ ଟାକୁ ଖୋଜି ମିଳିଯିବ। ନିଶ୍ଚିନ୍ତ ନିଶ୍ଚିନ୍ତ ସାର୍।
ତ ସାର୍ ଗୋଟେ ପଟେ ହଉଛି ସାହିତ୍ୟ ସାଧନା ଆଉ ଗୋଟେ ପଟେ ହଉଛି ଆମର ସାମ୍ବାଦିକତା। ଏସବୁ ଭିତରେ କେବେ କିଛି ଅସୁବିଧା ଅନୁଭବ କରିନାହାନ୍ତି ଆପଣ ଯେ ନାଇଁ ଏତେ ବିରକ୍ତ ଲାଗୁଛି, ନାଇଁ ଏମିତି ନାଇଁ କିଛି ଆଜି କରିବିନି, ମୁଁ ଚୁପଚାପ ନୀରବରେ ଶୋଇଯିବି, ବହୁତ ଟାୟାର୍ଡ ଅଛି, କାମ ପ୍ରେସର ରହୁଛି, ଏମିତି କେବେ ମନ ଭିତରକୁ ଆସିନି କେବେ ଏମିତି? ଶୁଣନ୍ତୁ ଆଜ୍ଞା, ସାହିତ୍ୟ ଏମିତି ଗୋଟେ ପ୍ରେମିକା, ସେ କେବେ ଜିଦି କରେନି। ଆପଣ, ମୁଁ କହିଲି ନା ଗୋଟେ ବ୍ରତ ଆଉ ଗୋଟେ ବୃତ୍ତି, ଆଜ୍ଞା, ବୃତ୍ତି ସଦାବେଳେ ଜିଦି କରେ। ନିଶ୍ଚିତ, ଏଇଥିପାଇଁ ସିଏ ଆମକୁ ଖୋରାକ ଯୋଗଉଛି, ଖାଇବା ପାଇଁ ନିହାତି ଦଉଛି। ନିହାତି। ତେଣୁକରି ବୃତ୍ତି ପାଇଁ ଆମକୁ ସମୟ ଦେବାକୁ ପଡେ। ଆଜ୍ଞା ବ୍ରତ ଏମିତି ଗୋଟେ ଜିନିଷ, ତା ପାଇଁ କୌଣସି ନିର୍ଦ୍ଦିଷ୍ଟ ସମୟ ନଥାଏ। ଆଜ୍ଞା ତେଣୁକରି ମୁଁ ସାହିତ୍ୟକୁ ପ୍ରେମିକା ହିସାବରେ ଗ୍ରହଣ କରିଛି ଯେହେତୁ, ତାର କିଛି ନିର୍ଦ୍ଦିଷ୍ଟ ସମୟ ନଥାଏ। ରାତି 3ଟାରେ ନିଦ ଭାଙ୍ଗିଗଲା, ମନ ଭିତରେ କବିତା ଦି ଧାଡି ଆସିଲା, ଲେଖିଦିଅ। ବାଟରେ ଗାଡି ଚଲଉଛି, ଦି ଧାଡି ମନେ ପଡିଗଲା, ଗାଡି ସାଇଡ କରିଦିଅ, ଲେଖିଦିଅ। ବାସ୍ କାମ ଚାଲିଛି, ଗୋଟେ ରିପୋର୍ଟିଂ କଭରେଜ ଚାଲିଛି, ତା ଭିତରେ କୋଉଠି ଦି ଧାଡି ମନରେ ଆସିଗଲା, କଣ ଗୋଟେ ଦେଖିଦେଲି, ସାଙ୍ଗେ ସାଙ୍ଗେ ସାଇଡ କରିଦେଲି, ଲେଖିଦିଅ। କାରଣ ତାର କୌଣସି ନିର୍ଦ୍ଦିଷ୍ଟ ସମୟ ନଥାଏ। ତେଣୁକରି ଏଇ ଦିଟା ଭିତରେ, ଯେହେତୁ ଇଏ ଗୋଟେ ମୁଦ୍ରାର ଦୁଇ ପାର୍ଶ୍ୱ, ସାହିତ୍ୟ ବିନା ସାମ୍ବାଦିକତା ଚାଲିବା କଷ୍ଟ ହେଇଯାଏ। ଆଉ ଓଡିଆ ସାମ୍ବାଦିକତା, ଆଉ ସାମ୍ବାଦିକତାକୁ ସାହିତ୍ୟ ନ ନେଇକି ଚାଲି ହୁଏନି। ନିଶ୍ଚିନ୍ତ ତେଣୁକରି ନିଶ୍ଚିନ୍ତ ଦୁଇଟି ଯାକୁ ଯଦି ଆମେ ଗୋଟିଏ ନଈର ଦୁଇଟି ସୋ ହିସାବରେ ନବା, ଯଦି ବା ଦୁହେଁ ଦୁହେଁ ସହିତ ମିଶନ୍ତିନି, କିନ୍ତୁ ମଝିରେ ପାଣି, ମାନେ ଆମେ ଯୋଉମାନେ କାମ କରୁଛୁ, ମୁଁ ଭାବେ ଆମେ ପାଣି, ଆମେ ଦିଟାକୁ କୂଳକୁ ଟଚ୍ କରିକି ଚାଲୁ। ନିଶ୍ଚିନ୍ତ। ତେବେ ସାର୍ ଏସବୁ ଭିତରେ କେବେ ନିଜ ପରିବାର ଲୋକଙ୍କଠୁ କେବେ ପ୍ରେରଣା ପାଇଛନ୍ ଯେ ନାଇଁ ତୁ ଆଗକୁ ବଢ, ଆମେ ତୋ ପଛରେ ଅଛୁ, କେବେ ସେମିତି କିଛି ଖୁସିର ମୁହୂର୍ତ୍ତ ଆସିଛି ଜୀବନରେ? ହଁ, ନିହାତି। ଆଜି ପର୍ଯ୍ୟନ୍ତ ବାପା ବୋଉଙ୍କୁ ମୋର ଅନନ୍ତ କୋଟି ପ୍ରଣାମ। ସେମାନେ କେବେ କହିନାହାନ୍ତି ଯେ ତୁ ଆମ ଲକ୍ଷ୍ୟ ହିସାବରେ ଚାଲ। ଏତିକି ନିଶ୍ଚିନ୍ତ କହିଛନ୍ତି ଯେ ତୋର ଶାଳୀନତା, ଆଚରଣ, ଉଚ୍ଚାରଣ କେବେ ଖରାପ ନ ହଉ। ନିଶ୍ଚିତ ଯାହା କରୁଛୁ, ନିଶ୍ଚିତ। କେବେ ଲୋକ ତତେ କେବେ ଖରାପ ନ କୁହନ୍ତୁ। ତେଣୁ ହଁ, ମୁଁ ନିଶ୍ଚିନ୍ତ ସେବେଠୁ ସାର୍। ତ ବାବା ମା ଯେହେତୁ ଆମକୁ ଜନ୍ମ ଦେଇଛନ୍ତି, ତେଣୁ ଯେହେତୁ ସେ ସମସ୍ତେ ଚାହାନ୍ତି ଯେ ନାଇଁ ଆମ ପିଲାଙ୍କ ଖୁସିରେ ଆମ ଖୁସି, ତ ଆମେ ଚେଷ୍ଟା କରିବା ତାଙ୍କୁ ଖୁସି ଦବା ପାଇଁ, କେବେ ତାଙ୍କ ମନରେ ଦୁଃଖ ନ ଦେବା ପାଇଁ ନିଶ୍ଚିତ ସ୍ୱାଭାବିକ ଭାବରେ ସ୍ୱାଭାବିକ ଆମେ କଥା। ଶୁଣନ୍ତୁ, ଚେଷ୍ଟା କରିବା ଏଇଟା। ହଁ, ଶୁଣନ୍ତୁ, ଗୋଟେ କଥା ହଉଛି, ଆଜ୍ଞା ଗୋଟେ ବାପାଙ୍କୁ ବା ଗୋଟେ ମାଆକୁ ସେତେବେଳେ ଖୁସି ଲାଗେ, ନର୍ମାଲ ତ ସମସ୍ତେ ଯେତେବେଳେ ଆମେ ମାର୍କେଟରେ ଚାଲନ୍ତୁ, ସମସ୍ତେ କୁହନ୍ତି ସେ ରାମ ବାବୁଙ୍କ ପୁଅ, ସେ ଶ୍ୟାମ ବାବୁଙ୍କ ପୁଅ, ଆଜ୍ଞା ଆଜ୍ଞା ସେ ହରିବାଙ୍କ ପୁଅ, କି ସେ ସବିତା ମ୍ୟାଡାମଙ୍କ ପୁଅ, ସେ ରେବତୀ ମ୍ୟାଡାମଙ୍କ ପୁଅ, ଏମିତି କହିକି ପରିଚୟ ପାଆନ୍ତି। ନିଶ୍ଚିନ୍ତ କିନ୍ତୁ ପ୍ରକୃତରେ ବାପା ମାଙ୍କୁ ସେତେବେଳେ ଖୁସି ଲାଗେ ଯେତେବେଳେ ଲୋକମାନେ ପଚାରନ୍ତି ଷ୍ଟେଜ ଉପରେ ଥିବା ପିଲାର ବାପା କି, ଇଏ କାହା ପୁଅ କିରେ, ଇଏ କାହା ପୁଅ। ଯେତେବେଳେ କୋଶ୍ଚିନ୍ ଆସେ, ସେତେବେଳେ ବାପା ହୁଅନ୍ତୁ ବା ମା ହୁଅନ୍ତୁ, ବାସ୍ତବିକ ତାଙ୍କୁ ଖୁସି ଲାଗେ ଯେ ମୋ ପୁଅ ଗୋଟେ ଭଲ ମଣିଷ ହେଇକି ଆସିଛି। ନିଶ୍ଚିନ୍ତ ନିଶ୍ଚିନ୍ତ ତ ସେଥିପାଇଁ ଚିନ୍ତା କରେ ମୁଁ ସଦାବେଳେ ଯେ ମୋ ବାପା, ମାନେ ମୁଁ ମୋ ବାପାଙ୍କ ପରିଚୟରେ ଚାଲିବା ଅପେକ୍ଷା ମୋ ବାପା ସେତେବେଳେ ମୋ ପରିଚୟରେ ଚାଲନ୍ତି, ତେବେ ସିଏ ନିଜେ ଫିଲ୍ କରିବେ ବା ମତେ ଖୁସି ଲାଗିବ ଯେ ନାଇଁ ମୋ ବାପାଙ୍କର ମତେ ଜନ୍ମ କରିବାଟା ସାର୍ଥକ ହେଇଛି। ନିଶ୍ଚିନ୍ତ, ଭଗବାନ କରନ୍ତୁ ଆପଣ ସବୁବେଳେ ଏମିତି ନିଜ ଲକ୍ଷ୍ୟ ପଥରେ ଆଗେଇ ଚାଲନ୍ତୁ। ତ ସାର୍ ଆଜି ଆମର ଏଇ ଯୋଉ କଥାରେ କଥାରେ ସାହିତ୍ୟ କାର୍ଯ୍ୟକ୍ରମ ମାଧ୍ୟମରେ ଯୁବପିଢିର ଯେଉଁ ସବୁ ଲେଖକ ଲେଖିଆ ଅଛନ୍ତି, ସେମାନଙ୍କୁ ଆପଣଙ୍କୁ ସେମାନେ ମାନେ ଆପଣଙ୍କଠୁ ତ ବହୁତ କିଛି ଶିଖିବାକୁ ତ ନିଶ୍ଚିନ୍ତ ପାଇବେ ଆମ ଏ କାର୍ଯ୍ୟକ୍ରମ ମାଧ୍ୟମରେ, ତଥାପି ତାଙ୍କୁ ଆପଣ କି ବାର୍ତ୍ତା ଦେବେ ଆଗକୁ? ଦେଖନ୍ତୁ, ବାର୍ତ୍ତା ଦବାର ଅଧିକାର ତ ଆମର ନାହିଁ, କିନ୍ତୁ ଏତିକି କହିବି ଆଜ୍ଞା ଯେ ଆମର ଗୋଟେ କର୍ତ୍ତବ୍ୟ ଅଛି। ନିଶ୍ଚିତ ଆଜି ଯେମିତି ଆମେ ଏଇ କଥାରେ କଥାରେ ସାହିତ୍ୟ ଭିତରେ ରବି ସିଂଙ୍କ କଥା ଆଲୋଚନା କଲେ, ଫକୀର ମୋହନ ସେନାପତିଙ୍କ କଥା ଆଲୋଚନା କଲେ, ବିଭିନ୍ନ କବି ଲେଖକ ସାହିତ୍ୟଙ୍କ କଥା ଆଲୋଚନା କଲେ, ନିଶ୍ଚିନ୍ତ କାହିଁକି କଲେ ନା ସିଏ ସମାଜ ପାଇଁ କିଛି ତାଙ୍କର କାଳଜୟୀ ରଚନା ଛାଡି ଯାଇଛନ୍ତି। ଆଜ୍ଞା ତ ଆମର ଗୋଟେ କର୍ତ୍ତବ୍ୟ ହଉଛି, ଆମେ ଯେହେତୁ ଓଡିଆ, ଆମ ଭାଷା ବଢିଆ, ତେଣୁକରି ଆମର ଗୋଟେ କର୍ତ୍ତବ୍ୟ ହଉଛି ଯେ ଆମେ ଯେମିତି ତାଙ୍କଠୁ କିଛି ଶିଖିକି ଆଗକୁ ବଢିଲେ, ଅନୁସରଣ କଲେ, ଆମେ ମଧ୍ୟ ଏମିତି କିଛି କାଳଜୟୀ ରଚନା ରଖିବା ଯୋଉଟା କି ଆମ ତଳ ପିଢି ଆମଠୁ ଇନ୍ସପାୟାର ହେଇକି ଆଗକୁ ବଢିବେ। ନିଶ୍ଚିନ୍ତ ତ ଯଦି ନିଶ୍ଚିନ୍ତ ଆମେ ଖାଲି ସବୁ ଉପରୁ ନେଇଗଲେ, ଯଦି ମାନେ ସେମାନେ ହୁଅନ୍ତି ଥାର୍ଡ ଫ୍ଲୋର, ଆମେ ହେଲେ ସେକେଣ୍ଡ ଫ୍ଲୋର, ଫାର୍ଷ୍ଟ ଫ୍ଲୋର ହଉଛନ୍ତି ଆମ ତଳ ପିଢି, ଆଜ୍ଞା ଆମେ ସେକେଣ୍ଡ ଫ୍ଲୋର ରୁ ସବୁ ନେଇଗଲେ, ଆଜ୍ଞା କିନ୍ତୁ ଆମେ ଆମ ତଳ ଫ୍ଲୋରକୁ କିଛି ଆଉ ଦବାନି, ଆଚ୍ଛା ତାହେଲେ ଆମଠୁ କୃତଜ୍ଞ ବୋଧେ ସଂସାରରେ କିଏ ନାହାନ୍ତି। ତ ମୋର ସଦାବେଳେ ଲକ୍ଷ୍ୟ ବା ମୋର ଗୋଟେ ଉପଦେଶ ଯୋଉ ଯୁବ ଭାଇ ଭଉଣୀ ମାନେ କବିତାକୁ ଭଲ ପାଉଛନ୍ତି, ସାହିତ୍ୟକୁ ଭଲ ପାଉଛନ୍ତି, ନିଜ ଜୀବନ ଭିତରେ କିଛି ନା କିଛି ରଚନା କରନ୍ତୁ, କିଛି ନା କିଛି ଅବଦାନ ଦିଅନ୍ତୁ, ଯୋଉଟା ତାଙ୍କ ତଳ ପିଢି ମାନେ ଇନ୍ସପାୟାର ହେବେ। ନିଶ୍ଚିନ୍ତ ଆମେ ନିଶ୍ଚିନ୍ତ କହୁନୁ ଯେ ଆମେ ଲେଖିପାରିବା ବୈଦେହୀଶ ବିଳାସ, ଆମେ ଲେଖିପାରିବା ସମର ତରଙ୍ଗ, ଆମେ ଲେଖିପାରିବା ଆଉ କିଛି, କିନ୍ତୁ ଆମେ ତ କବିତାଟେ ଲେଖିପାରିବା, ଶିଶୁ କବିତା ଲେଖିପାରିବା, ନିହାତି ସାର୍ ଆମେ ତ ଯାହା ବି ବର୍ତ୍ତମାନ ଚାଲିଛି ଯୁବ କବି ହିସାବରେ, ଆମେ ତ ଏତେ ବଡ କବି ନହେଲେ ବି କିଛି ତ ଗୋଟେ ଲେଖିପାରିବା ଯୋଉଟା ସାଧାରଣ ଲୋକମାନଙ୍କୁ ଇନ୍ସପାୟାର କରିବ, ଆମ ସାନ ଭାଇ ଭଉଣୀ ମାନଙ୍କୁ ଇନ୍ସପାୟାର କରିବ। ମୋ ଭାଇ ଲେଖୁଛି, ମୁଁ ଲେଖିବି।
ନିଶ୍ଚିନ୍ତ ମୋ ଦାଦା ଲେଖୁଛନ୍ତି ମୁଁ ଲେଖିବି, ଏମିତି ଗୋଟେ ଇନ୍ସପାୟାର କରିବ। ତ ସେଇ ଇନ୍ସପାୟାର ହେଇକି ଯଦି ଗୋଟେ ପିଲା ବାହାରିଲା ନା, ଆମେ ହୁଏତ ଆମର କବିତା ବହିରେ ପ୍ରକାଶିତ ନ ହେଇଥାଇ ପାରୁ, କିନ୍ତୁ ଆମ ସାନ ଭାଇର କବିତା ଯେ ବହିରେ ପ୍ରକାଶିତ ନ ହୁଏ କିଛି ମାନେ ନାହିଁ। ନିହାତି ନିହାତି ସେଥିପାଇଁ ମୋର ଉପଦେଶ ଯେ ଆମେ ଯେହେତୁ ରିସିଭ କରୁଛେ ଆମ ଉପର ପିଢିଙ୍କଠୁ, ଆମେ ଆମ ତଳ ପିଢି ପାଇଁ କିଛି କରିବା। ନିହାତି ନିହାତି ଆଉ ସାର୍ ନିଜର ନିଶ୍ଚିନ୍ତ ଶାଳୀନତା, ଆଚରଣ, ଉଚ୍ଚାରଣ, ଏଇ ତିନିଟା ଜିନିଷ କେବେ ହେଲେ ଛାଡନ୍ତୁ ନାହିଁ। ଏଇ ନିହାତି ତିନିଟା ଜିନିଷକୁ ଭିତରେ ସାହିତ୍ୟକୁ ଦେଖନ୍ତୁ, ଭଲ ପାଇବା ଦିଅନ୍ତୁ। ସାହିତ୍ୟ ଆପଣଙ୍କୁ ଯଥେଷ୍ଟ ସମ୍ମାନ ଦବ। ନିଶ୍ଚିନ୍ତ ସାର୍ ନିଶ୍ଚିନ୍ତ। ତେବେ ସାର୍ ଶେଷ ପ୍ରଶ୍ନ ଆପଣଙ୍କୁ, ଆଗକୁ ଆପଣଙ୍କ ଜୀବନର ଲକ୍ଷ୍ୟ କଣ ରହିଛି? ଦେଖନ୍ତୁ ଆଜ୍ଞା, ଜୀବନର ଲକ୍ଷ୍ୟ, ଜୀବନଟା କେତେ ଆଗକୁ ଅଛି ମୁଁ ଜାଣିନି, ତେଣୁକରି ଲକ୍ଷ୍ୟ କରିବାଟା ଗୋଟେ ପ୍ରକାର ମୋର ମୂର୍ଖାମି। ତଥାପି ବିନା ଲକ୍ଷ୍ୟରେ ଚାଲିବା ବି ଭାରି କଷ୍ଟକର। ନିଶ୍ଚିନ୍ତ ଜୀବନର ଲକ୍ଷ୍ୟ ରହିଛି ଯେ ସମାଜ ପାଇଁ କିଛି କରିବି, ମା ମାଟି ପାଇଁ କିଛି କରିବି, ନିଜ ପରିବାର ପାଇଁ କିଛି କରିବି, ଆଉ ଖାସ କରି ସାହିତ୍ୟ, ଯିଏ ମୋର ଗୋଟେ ପରିଚୟ, ଯାହା ଯିଏ ମୋର ପ୍ରେମିକା କହୁଥିଲି, ଆଜ୍ଞା। ଯେ ପ୍ରେମିକା ପାଇଁ କିଛି କରିବି, ମାନେ ସାହିତ୍ୟ ପାଇଁ କିଛି କରିବି। ଯାହା ହଉ ବହୁତ ସୁନ୍ଦର ମାନେ ଆପଣଙ୍କର ଆଜିର କଥା ଥିଲା। ତେବେ ନିଶ୍ଚିନ୍ତ ଭାବରେ ଆଜିର ଯୁବପିଢି ଯେଉଁମାନେ ଅଛନ୍ତି, ନିଶ୍ଚିନ୍ତ ଭାବରେ ତାଙ୍କୁ ଆପଣଙ୍କ କଥା ଆଗକୁ ପ୍ରେରଣା ଯୋଗାଇବ। ତ ଭଗବାନଙ୍କ ପାଖରେ ମୁଁ ଏତିକି ପ୍ରାର୍ଥନା କରୁଛି ଯେ ଆପଣଙ୍କ ରାସ୍ତା କୁସୁମିତ ହଉ, ଆପଣ ଯେଉଁ ଲକ୍ଷ୍ୟସ୍ଥଳରେ ପହଞ୍ଚିବାକୁ ଯାଉଛନ୍ତି ସେଇଟା ଆପଣଙ୍କର ସୁଫଳ ହଉ। ଏତିକି କହିକି ଆପଣଙ୍କୁ ଧନ୍ୟବାଦ ଦଉଛି। ବହୁତ ବହୁତ ଧନ୍ୟବାଦ। ମ୍ୟାଡାମ ଶୁଣନ୍ତୁ, ମୁଁ ଆଉ ଗୋଟେ କଥା ଭୁଲିଗଲି କହିବାକୁ, ଡିଷ୍ଟର୍ବ ଆଜ୍ଞା କରୁଛି ଟିକେ। ଆପଣଙ୍କର ଯୋଉ ଅନୁଷ୍ଠାନିକ କାର୍ଯ୍ୟକ୍ରମଟି କରିଛି କଥାରେ କଥାରେ ସାହିତ୍ୟ, ଆଜ୍ଞା ତାକୁ ମୁଁ ମୋ ତରଫରୁ ଧନ୍ୟବାଦ ଦେବି, ହୃଦୟର ଗଭୀରତମ ପ୍ରଦେଶରୁ ଅଶେଷ କୃତଜ୍ଞତା ଦେବି ଯେ ଆମ ପରି ଜଣେ ବଣ ମଲ୍ଲିକୁ ଆପଣ ମାନେ ଗୋଟେଉଛନ୍ତି, ଗୋଟିଏ ଫୁଲର ପେନ୍ଥା କରୁଛନ୍ତି, ଗୋଟିଏ ଜାତିର ନେନ୍ଥା କରୁଛନ୍ତି, ଆଉ ଗୋଟିଏ ସୂତାରେ ଗୁନ୍ଥିବାର ପ୍ରୟାସଟି କରିଛନ୍ତି। ସେଥିପାଇଁ ଆପଣଙ୍କର ସମସ୍ତ ଟିମ୍ ମେମ୍ବର ଆଉ ଖାସ କରି ଉପସ୍ଥାପନା କରୁଥିବା ସ୍ନେହାଞ୍ଜଳି ମ୍ୟାଡାମଙ୍କୁ ମୋ ତରଫରୁ ମଧ୍ୟ ଅଶେଷ ଅଶେଷ ଧନ୍ୟବାଦ, କୃତଜ୍ଞତା। ଆଉ ଏମିତି ସାହିତ୍ୟ ପ୍ରେମୀ ମାନଙ୍କୁ ଆପଣ ଆଣନ୍ତୁ, ଆପଣଙ୍କ ଏଇ କାର୍ଯ୍ୟକ୍ରମରେ ସ୍ଥାନ ଦିଅନ୍ତୁ, କଥାରେ କଥାରେ ସାହିତ୍ୟ। ସେଥିପାଇଁ ମହାପ୍ରଭୁ କୋଟି ଓଡିଆଙ୍କର ମୌଡମଣି ଜଗତରନାଥ ଶ୍ରୀ ଜଗନ୍ନାଥଙ୍କର ଅଭୟ ଚରଣାର ବିନ୍ଦରେ ପ୍ରାର୍ଥନା କରିବା ସହିତ ଆପଣଙ୍କ ଅନୁଷ୍ଠାନର ଉତ୍ତରତର ଉନ୍ନତି ହଉ, ଏତିକି ପ୍ରାର୍ଥନା କରୁଛି। ବହୁତ ବହୁତ ଧନ୍ୟବାଦ ସାର୍। କାହିଁକି ନା ଆପଣଙ୍କ କଥା ଆମର ସଦସ୍ୟ ହୁଅନ୍ତୁ ବା ସଦସ୍ୟ ହୁଅନ୍ତୁ କି ଆମ ଯେଉଁ ସ୍ୱର ସଂଯୋଜକ ଓ ସଂଯୋଜିକା ରହିଛନ୍ତି, ସମସ୍ତଙ୍କୁ ଆପଣଙ୍କ କଥା ବହୁତ ଇନ୍ସପାୟାର କରିବ। ତ ଭଗବାନଙ୍କୁ ଏତିକି ପ୍ରାର୍ଥନା, ଆପଣଙ୍କ ଲକ୍ଷ୍ୟ ସୁଫଳ ହଉ ସବୁବେଳେ। ବହୁତ ବହୁତ ଧନ୍ୟବାଦ ମ୍ୟାଡାମ, ଧନ୍ୟବାଦ ଆପଣଙ୍କୁ। ଧନ୍ୟବାଦ ମ୍ୟାଡାମ। ପ୍ରେମ ମାନେ ହିଁ ପ୍ରତୀକ୍ଷା, କାରଣ ତମେ ମୋର ପ୍ରଥମ ପ୍ରେମ ନୁହେଁ, କିନ୍ତୁ ତମେ ମୋ ଜୀବନର ପ୍ରଥମ ନାରୀ। ମୁଁ ହୁଏତ ତମ ଜୀବନର ପ୍ରଥମ ପୁରୁଷ ନୁହଁ, କିନ୍ତୁ ମୁଁ ହେଉଛି ତମ ଜୀବନର ପ୍ରଥମ ପ୍ରେମ। ତେବେ ଶ୍ରୋତାବନ୍ଧୁ, ଆପଣମାନେ ତାମ ଅତିଥିଙ୍କ ପାଖରୁ ଶୁଣିଲେ ସାହିତ୍ୟ କ'ଣ ଓ ସାହିତ୍ୟକୁ ସେ କେତେ ଭଲ ପାଆନ୍ତି। ତେବେ ଶ୍ରୋତାବନ୍ଧୁ, ମୁଁ ପୁଣି ଆସିବି ଆପଣଙ୍କ ନିକଟକୁ ଆଉ ଜଣେ ଅତିଥିଙ୍କୁ ନେଇ। ସେ ପର୍ଯ୍ୟନ୍ତ ମୋତେ ବିଦାୟ ଦିଅନ୍ତୁ। ରହୁଛି, ନମସ୍କାର।